ଜଳେଶ୍ୱର ମହୋତ୍ସବର ତୃତୀୟ ଦିନ ବୁଧବାର ଅପରାହ୍ନ 3ଟା ସମୟରେ କବି ବାଞ୍ଛାନିଧି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ମନୋରମ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କବି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଇଂରାଜୀ ବିଭାଗ ପ୍ରାଧ୍ୟାପକ ମାନସ ରଞ୍ଜନ ସାମଲ, ମୁଖ୍ୟ ବକ୍ତା ଭାବେ ଶ୍ରୀଜଗନ୍ନାଥ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ନୀଳକଣ୍ଠ ଖଣ୍ଡା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ କବି ଭାନୁକିରଣ ବାରିକ ପ୍ରମୁଖ ଯୋଗ ଦେଇ କବିତାର ବିଭିନ୍ନ ଦିଗ ଓ ଦିଗନ୍ତ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କବି ବସନ୍ତ ଦାସ, ତୀର୍ଥେଶ ଚନ୍ଦ୍ର ରାୟ ମହାଶୟ, ପୂର୍ଣ୍ଣଚନ୍ଦ୍ର ଓଝା, ପ୍ରଶାନ୍ତ ରାଉଳ, ପ୍ରଦୀପ ସିଂହ, ସୁଧୀର କର, ଶିଶିର ଭୋଇ, ଅଧ୍ୟାପକ ଡକ୍ଟର କ୍ରିଷ୍ଣା ନାୟକ, ନିକୁଞ୍ଜ ଘୋଷ, ଶାନ୍ତିଲତା ପ୍ରଧାନ, ସୋମନାଥ ରଣା, ଭାଗବତ ପରିଡ଼ା, ଜ୍ୟୋତ୍ସ୍ନାରାଣୀ ମହାନ୍ତି, ପ୍ରଦୀପ ଦାସ, ଇନ୍ଦୁମତୀ ଗିରି, ସୁଶୀଲ ମାହାନା, ରଞ୍ଜୁରାଣୀ ସାହୁ, ରଞ୍ଜନ ଘୋଷ, ବୀଣାପାଣି ଜେନା, ନଳିନୀ ପାଳ ମହାପାତ୍ର, ଗୌରହରି ରାଉଳ, ଭାନୁକିରଣ ବାରିକ, ରମେଶ ଚନ୍ଦ୍ର ନାୟକ, କମଳା କାମିନୀ ଦେ, ମିଲିରାଣୀ ପଣ୍ଡା, ଲିଲିମା ରାଣୀ ମହାନ୍ତି, ଜଳଧର ଭଞ୍ଜ, ଶିବାନୀ ପ୍ରଧାନ, ମନୋରଞ୍ଜନ ଦାସ ପ୍ରମୁଖ ନିଜ ନିଜ ସ୍ୱରଚିତ କବିତା ପାଠ କରିଥିଲେ। ଜଳେଶ୍ୱରରୁ ସୁକୁମାର ରଣାଙ୍କ ନ୍ୟୁଜ୍, ଜନତା ଏକ୍ସପ୍ରେସ।